ବନ୍ଧୁମାନେ ଧନତେରସ କିମ୍ବା ଦୀପାବଳି ଦିନ କେବଳ ଏହି ଗୋଟିଏ ଜିନିଷ କରିଦିଅନ୍ତୁ। ଏକ ମୁଠି ଧଣିଆର ଏହି ଉପାୟ ଜୀବନର ସମସ୍ତ କଷ୍ଟରୁ ଆପଣଙ୍କୁ ତୁରନ୍ତ ମୁକ୍ତି ମିଳିଯିବ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଆପଣଙ୍କର ଜୀବନରେ ଧନର ବର୍ଷା ହେବ ଏବଂ ଆପଣ ବନିଯିବେ କୋଟିପତି। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ବନ୍ଧୁମାନେ 19 ଅକ୍ଟୋବରକୁ ଧନତେରସର ପର୍ବ ପଡ଼ିବାକୁ ଯାଉଅଛି ଏବଂ ଏହି ଦିନ ଯଦି ଆପଣ କେବଳ 2ରୁ 4 ମିନିଟର ସମୟ ବାହାର କରି ଏକ ମୁଠି ଧଣିଆର ସେହି ପ୍ରାଚୀନ କାଳର ମହା ଉପାୟଟିକୁ ପାଳନ କରନ୍ତି, ଯେଉଁ ବିଷୟରେ ତନ୍ତ୍ରଶାସ୍ତ୍ରରେ ଉଲ୍ଲେଖ ରହିଅଛି, ତ ମାନିକି ଚାଲନ୍ତୁ ଏହି ଉପାୟକୁ କରିବା ପରେ ସାକ୍ଷାତ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ସେହି ବରଦାନ ଏବଂ ଆଶୀର୍ବାଦ ମିଳିବ, ଯାହାଦ୍ୱାରା ଆପଣଙ୍କର ଜନ୍ମ ଜନ୍ମାନ୍ତର ଗରିବ ସମସ୍ୟା କଷ୍ଟରୁ ଦୂର ହୋଇଯିବ। ଆଜି ଆମେ ଯେଉଁ ଧଣିଆର ଏହି ଉପାୟଟିକୁ କହିବୁ, ଏହାର ଏକ ଚମତ୍କାରୀ ଉପାୟ ଅଟେ, ଯାହାର ଶୁଭଫଳ ଆପଣଙ୍କୁ ନିଶ୍ଚିତ ପ୍ରାପ୍ତି ହେବ। ସେଥିପାଇଁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କର ଭଲ ପାଇଁ ଏହି ଭିଡ଼ିଓଟିକୁ ସ୍କିପ୍ ନ କରି ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ବନ୍ଧୁମାନେ, ବେଦ ପୁରାଣରେ ସଫା ସଫା ଲେଖା ହେଇଛି କି ଧନତେରସ ଦିନ ମା ଲକ୍ଷ୍ମୀ ବହୁତ ବେଶୀ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି। ଏହି ଦିନ ମା ଲକ୍ଷ୍ମୀ ସ୍ୱୟଂ ଧରିତ୍ରୀରେ ନିବାସ କରିଥାନ୍ତି ଏବଂ ନିଜର ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ଏବଂ ଏହି ଦିନ ମା ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟ ଜିନିଷ ଧଣିଆର ଉପାୟ କୌଣସି ବି ବ୍ୟକ୍ତି ଯଦି କରିଥାଏ, ତ ମା ଲକ୍ଷ୍ମୀ ସେହି ବ୍ୟକ୍ତିକୁ ନିଜର ଆଶୀର୍ବାଦ ନିଶ୍ଚୟ ଦେଇଥାନ୍ତି। ଏଥିପାଇଁ ଆପଣ ଦେଖିଥିବେ, ଧନତେରସ ଦିନ ଯେତେ ବି ହିନ୍ଦୁ ଭାଇ ଭଉଣୀମାନେ ଥାଆନ୍ତି, ସେମାନେ ଧଣିଆ କିଣିକି ନିଶ୍ଚୟ ଆଣିଥାନ୍ତି ଏବଂ ତାହାର ବିଧିବିଧାନର ପୂଜା କରିକି ତାହାକୁ ନିଜ ଘରର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ, କାହିଁକି ନା ଧଣିଆର ସିଧା ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ। ଶାସ୍ତ୍ରରେ କୁହାଯାଏ କି ଧଣିଆର ମା ଲକ୍ଷ୍ମୀଙ୍କର ଦିବ୍ୟଶକ୍ତିମାନଙ୍କର ବାସ ହୋଇଥାଏ। ତନ୍ତ୍ରଶାସ୍ତ୍ର ଅନୁସାରେ ଧନତେରସ ଦିନ ଧଣିଆର ଉପାୟ ଯଦି ଆପଣ ସଠିକ ମୁହୂର୍ତ୍ତ ଏବଂ ସଠିକ ବିଧିବିଧାନର କରିବେ, ତ ମାନିକି ଚାଲନ୍ତୁ ଏହି ଉପାୟକୁ କରିବା ପରେ ତୁରନ୍ତ ହିଁ ଆପଣଙ୍କୁ ସାକ୍ଷାତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ, ଯାହାଦ୍ୱାରା ଆପଣଙ୍କର ଜୀବନରେ ଚମତ୍କାରୀ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣ ଯେଉଁ କାର୍ଯ୍ୟ କରିବା ଆରମ୍ଭ କରିବେ, ସେହି କାର୍ଯ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ଜୀବନରେ ଧନର ବର୍ଷା ହେବ ଏବଂ ମା ଲକ୍ଷ୍ମୀଙ୍କର ଅସୀମ କୃପା ଆପଣଙ୍କୁ ପ୍ରାପ୍ତି ହେବ। ତେବେ ଚାଲନ୍ତୁ ଜାଣିବା ଧନତେରସ ଦିନ କରାଯାଇଥିବା ଧଣିଆର କିଛି ଚମତ୍କାରୀ ଉପାୟ। ସବୁଠୁ ପ୍ରଥମ ଉପାୟ ଅଟେ ବେକାରିଆ ଖର୍ଚ୍ଚରୁ ମୁକ୍ତି ପାଇବା ପାଇଁ ଧନ ସଞ୍ଚୟ ହେବାର ମହା ଉପାୟ। ଯଦି ଆପଣଙ୍କର ଧନ ସଞ୍ଚୟ ହୋଇପାରୁନାହିଁ, କୌଣସି ନା କୌଣସି ବାଟରେ ସର୍ବଦା ଧନ ଖର୍ଚ୍ଚ ହୋଇଯାଉଛି, ଆପଣଙ୍କ ଉପରେ କରଜର ଭାର ବଢ଼ିଯାଇଛି, ଆପଣ କରଜ ଶୁଝି ପାରୁନାହାନ୍ତି, ଆପଣଙ୍କ ଜୀବନରେ ଧନ ଆସିବାର ସମସ୍ତ ମାର୍ଗ ବନ୍ଦ ହୋଇଯାଇଛି, ତ ଏହି ଛୋଟ ଉପାୟ ଯଦି ଆପଣ ଧନତେରସ ଦିନ ସେହି ମୁହୂର୍ତ୍ତରେ କରିନିଅନ୍ତି, ତ ମାନିକି ଚାଲନ୍ତୁ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କର ଜୀବନରେ ଧନର ଅଭାବ କେବେ ବି ହେବ ନାହିଁ। ଆପଣଙ୍କୁ ଏହି ଉପାୟ ଧନତେରସ ଦିନ ରାତି 8ଟା ପରେ କରିବାର ଅଛି। ରାତି 8ଟା ପରେ ଆପଣ ଏକ ମୁଠି ଧଣିଆ ନେଇଯାଆନ୍ତୁ। ଆପଣଙ୍କର ଘରେ ଯେଉଁ ବି ମା ଲକ୍ଷ୍ମୀ ଫଟୋ ଚିତ୍ର ଅଛି, ସେଠାରେ ଗୋଟିଏ ଘିଅର ଦୀପ ଜଳାଇ ଦିଅନ୍ତୁ। ଏହାପରେ ଗୋଟିଏ ଲାଲ କପଡ଼ା ତଳେ ବିଛେଇ ଦିଅନ୍ତୁ। ସେହି ଲାଲ କପଡ଼ା ଉପରେ ଏକ ମୁଠି ଧଣିଆ ରଖିଦିଅନ୍ତୁ ଏବଂ ଏକ ପୁଟୁଳି ବନେଇ ଦିଅନ୍ତୁ ଏବଂ ଏହି ପୁଟୁଳିକୁ ଆପଣଙ୍କର ହାତରେ ଧରିକି ମା ଲକ୍ଷ୍ମୀଙ୍କ ସାମ୍ନାରେ ତାଙ୍କର ବୀଜ ମନ୍ତ୍ରର ଜପ 11 ଥର କରିବାର ଅଛି। ବୀଜ ମନ୍ତ୍ର ହେଉଛି ଓଁ ମହାଲକ୍ଷ୍ମୀ ନମଃ। ଏହି ମନ୍ତ୍ରକୁ ଆପଣ 11 ଥର ଜପ କରନ୍ତୁ। ଏହାପରେ ଏହି ପୁଟୁଳିକୁ ନେଇ ଆପଣଙ୍କର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ତାହା ଆଲମାରୀ ହେଉ ବା ଟ୍ରେଜେରୀ ହେଉ, ଦକ୍ଷିଣ ଦିଗରେ ରଖନ୍ତୁ। ଏତିକ ଉପାୟ ଯଦି ଆପଣ ଏହି ପ୍ରକାରର କରିଦେବେ, ଏହି ଧଣିଆ ଆପଣଙ୍କର ଜୀବନର ସମସ୍ତ ସମସ୍ୟାକୁ ଦୂର କରିଦେବ। ତାହା ଧନଜନିତ ସମସ୍ୟା ହେଉ ବା କରଜ ସମସ୍ୟା ହେଉ, ଏହି ଉପାୟକୁ କରିବା ପରେ ଆପଣଙ୍କର ଘରେ ଧନ ବଢ଼ିବା ଆରମ୍ଭ ହୋଇଯିବ ଏବଂ ଆପଣଙ୍କୁ କେବେ ବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିବନି, କାରଣ ଧଣିଆ ପଇସାକୁ ଚୁମ୍ବକ ପରି ଟାଣିଥାଏ। ଦ୍ୱିତୀୟ ଉପାୟ ଅଟେ ଶୁକ୍ର ଗ୍ରହ। ଶୁକ୍ର ଗ୍ରହଙ୍କୁ ମଜବୁତ ବନେଇବାର ମହା ଉପାୟ। ତ ବନ୍ଧୁମାନେ, ଯେଉଁ ବ୍ୟକ୍ତିଙ୍କର ଶୁକ୍ର ଗ୍ରହ ମଜବୁତ ଥାଏ,
ସେହି ବ୍ୟକ୍ତିଙ୍କୁ କେବେ ବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ। ସେହି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିଥାଏ। ଶୁକ୍ର ଗ୍ରହଙ୍କର ନିୟନ୍ତ୍ରଣ ମା ଲକ୍ଷ୍ମୀଙ୍କ ହାତରେ ହୋଇଥାଏ। ଧନତେରସ ଦିନ ମା ଲକ୍ଷ୍ମୀ ଧରିତ୍ରୀର ବାସ କରିବାକୁ ଆସିଥାନ୍ତି ଏବଂ ଏହି ଦିନ ଯଦି ଆପଣ ଏକ ମୁଠି ଧଣିଆର ସେହି ଉପାୟକୁ କରିଦେବେ ଯାହା ମୁଁ ଆପଣଙ୍କୁ କହିବାକୁ ଯାଉଛି ତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କର ଶୁକ୍ର ଗ୍ରହ ମଜବୁତ ହୋଇଯିବ। ଆପଣଙ୍କ ପାଖରେ କେବେ ବି ଧନର କମି ହେବ ନାହିଁ। ଆପଣଙ୍କ ଜୀବନରେ ବହୁତ ଉନ୍ନତି କରିବେ। ଏହି ଉପାୟ ଆପଣଙ୍କୁ ଧନତେରସ ଦିନ କରିବାର ଅଛି କିମ୍ବା ଦୀପାବଳି ଦିନ ମଧ୍ୟ ଆପଣ କରିପାରିବେ। ଏହି ଦିନ ଆପଣ ସ୍ନାନ ଆଦି କାର୍ଯ୍ୟ ସାରି ଏକ ଲାଲ କପଡ଼ାରେ ଏକ ମୁଠି ଧଣିଆ ରଖିଦେବେ। ଗୋଟିଏ ଘିଅର ଦୀପ ନେବେ। ଘର ପାଖରେ ଥିବା ମା ଲକ୍ଷ୍ମୀ ମନ୍ଦିରକୁ ଯିବେ। ଏହାପରେ ମା ଲକ୍ଷ୍ମୀଙ୍କ ସାମ୍ନାରେ ଗୋଟିଏ ଘିଅର ଦୀପ ଜଳାଇ ଦେବେ ଏବଂ ଆପଣ ଯଦି ଏକ ମୁଠି ଧଣିଆକୁ ଲାଲ କପଡ଼ାରେ ବାନ୍ଧିକି ଆଣିଥିବେ ତାହାକୁ ମା ଲକ୍ଷ୍ମୀଙ୍କର ଡାହାଣ ଚରଣରେ ଛୁଇଁକି ଘରକୁ ନେଇ ଆସନ୍ତୁ ଏବଂ ଏହାକୁ ନେଇ ଆପଣଙ୍କର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ କିମ୍ବା ଆପଣଙ୍କର ଠାକୁର ଘରେ ରଖିଦିଅନ୍ତୁ। ଯଦି ଆପଣ ଏହି ଉପାୟକୁ ଧନତେରସ କିମ୍ବା ଦୀପାବଳି ଦିନ କରିଦେବେ ସେହି ଧଣିଆ ଅଭିମନ୍ତ୍ରିତ ହୋଇଯାଇଥାଏ। ଏହି ଧଣିଆ ଶୁଦ୍ଧ ହୋଇଯିବ କାରଣ ଧଣିଆରେ ମା ଲକ୍ଷ୍ମୀଙ୍କର ଦିବ୍ୟ ଶକ୍ତିଙ୍କର ବାସ ହୋଇଥାଏ ଏବଂ ଏହି ଉପାୟକୁ କରିବା ପରେ ଆପଣଙ୍କର ଶୁକ୍ର ଗ୍ରହ ମଜବୁତ ବନିଯିବ ଯାହାଦ୍ୱାରା ଆପଣଙ୍କର ଜୀବନରେ ଧନ ବଢ଼ିବା ଆରମ୍ଭ ହୋଇଯିବ। ଆପଣ ଯେଉଁ ବି କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଧନ ଆସିବାର ସମସ୍ତ ମାର୍ଗ ଖୋଲିଯିବ। ଆପଣ ଏହି ଉପାୟକୁ ନିଶ୍ଚିତ କରିବେ। ତୃତୀୟ ଉପାୟ ଧନ ପ୍ରାପ୍ତିର ମହା ଉପାୟ। ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ଜୀବନରେ ଧନର ବର୍ଷା ହେଉ, ଆପଣ ଚାହୁଁଛନ୍ତି ଆପଣଙ୍କ ଜୀବନରେ ଏତେ ଧନ ଆସୁ କି ଆପଣ କେବେ ବି ଧନର କମି ନ ହେଉ ତ ଆପଣ ଏହି ଛୋଟିଆ ଉପାୟ ଅବଶ୍ୟ କରିଦିଅନ୍ତୁ। ଏହି ଧନତେରସ ଦିନ କିମ୍ବା ଦୀପାବଳି ଦିନ ଏହି ଉପାୟ ଆପଣଙ୍କର ଭାଗ୍ୟକୁ ବଦଳେଇ ଦେବ। ଏହି ଉପାୟକୁ କରିବା ପରେ ସାକ୍ଷାତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହେବ। ଧନତେରସ ଦିନ କିମ୍ବା ଦୀପାବଳି ଦିନ ରାତିରେ ଆପଣ ସ୍ନାନ କରିନିଅନ୍ତୁ। ଆପଣଙ୍କର ଘରର ଠାକୁର ଘରେ ଥିବା ମା ଲକ୍ଷ୍ମୀଙ୍କ ଫଟୋ ଚିତ୍ର ଆଗରେ ଆପଣ ବସିଯାଆନ୍ତୁ। ଏହାପରେ ଗୋଟିଏ ଲାଲ କପଡ଼ା ଆପଣ ବିଛେଇ ଦିଅନ୍ତୁ। ଏଥିରେ ଆପଣ 3ଟି ଲବଙ୍ଗ, 1 ଟଙ୍କା କଏନ, 1 ମୁଠି ଧଣିଆ ରଖିଦିଅନ୍ତୁ ଏବଂ ଏହି କପଡ଼ାକୁ ବାନ୍ଧି ଏକ ପୁଟୁଳି ବନାଇ ଦିଅନ୍ତୁ। ଏହି ପୁଟୁଳିକୁ ହାତରେ ଧରି ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରର ଜପ 11 ଥର କରିବାର ଅଛି। ବୀଜ ମନ୍ତ୍ର ହେଉଛି ଓଁ ମହାଲକ୍ଷ୍ମୀ ନମଃ। ଏବେ ଏହି ପୁଟୁଳିକୁ ନେଇ ଆପଣ ଆପଣଙ୍କର ଆଲମାରୀ ହେଉ କିମ୍ବା ଆପଣ ଧନ ରଖୁଥିବା ସ୍ଥାନରେ ହେଉ କିମ୍ବା ବେପାର ସ୍ଥାନରେ ରଖିଦିଅନ୍ତୁ। ଏହି ଉପାୟକୁ କରିବା ପରେ ଦେଖିବେ ଆପଣଙ୍କର ଜୀବନରେ ଧନ ବଢ଼ିବା ଆରମ୍ଭ ହୋଇଯିବ। ବେପାରରେ ଉନ୍ନତି ହେବ। ଆପଣ ଯେଉଁ ବି କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବ ଯାହାଦ୍ୱାରା ଆପଣଙ୍କର ଜୀବନରେ କେବେ ବି ଧନର ଅଭାବ ହେବ ନାହିଁ। ତେବେ ବନ୍ଧୁମାନେ ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।